ନମସ୍କାର। ମୁଁ ଚାରୁବାଳା ତ୍ରିପାଠୀ। ଆଜିର ଯେଉଁ ସମସ୍ୟା ଅଛି, ବର୍ତ୍ତମାନର ଯେଉଁ ସମସ୍ୟା ଚାଲିଛି ମ୍ୟାଟ୍ରିମୋନିଆଲ୍ ଡିସ୍ପ୍ୟୁଟ୍ରେ, ସେ ଉପରେ କିଛି କହିବି। ଆଜିର ଯେଉଁ ଯୁବପିଢ଼ିମାନେ ଅଛନ୍ତି, ଯେଉଁମାନଙ୍କର ଲିଭିଂ ରିଲେସନସିପ୍ ହେଉ କି ମ୍ୟାରିଟାଲ୍ ଷ୍ଟାଟସ୍ ରିଲେସନସିପ୍ ହେଉ, ଯେଉଁଥିରେ ବି ହେଉ, ଯେତେବେଳେ ବ୍ରେକଅପ୍ ହେଇଯାଉଛି, ଯେତେବେଳେ ସେଇଟା ଡିସ୍ପ୍ୟୁଟ୍କୁ ଆସିଯାଉଛି, ଅଧିକାଂଶ ଜିନିଷ କାହିଁକି ତୁଟି ପାରୁନି ଜାଣିଛନ୍ତି ନା? ତାଙ୍କର ସିଏ କହୁଛି ମୁଁ ଏତିକି ଟଙ୍କା ଦେଇଥିଲି, ସିଏ କହୁଛି ମୁଁ ଏତିକି ଟଙ୍କା ଦେଇଥିଲି, ମାନେ ଦୁଇ ଜଣଙ୍କର ବାଦ ବିବାଦ ଭିତରେ ସେଇଟା ତୁଟି ପାରୁନି। ସେ ଯଦି ମ୍ୟାରିଟାଲ୍ ଡିସ୍ପ୍ୟୁଟ୍ ହେଉଛି, ସେଠି କ'ଣ ହେଉଛି, ସେ ଝିଅ କହୁଛି ମୋତେ ଏତିକି ଟଙ୍କା ଦରକାର, ମୋର ସୁନା ଏତିକି ଥିଲା, ତାଙ୍କ ଘରେ ରହିଯାଇଛି। ପୁଅ ବି ସେମିତି କହୁଛି ଯେ ମୋର ତା ପାଖରେ ସୁନା ଏତିକି ଅଛି, ମୁଁ ତାକୁ ଏହା ଦେଇଥିଲି। ତ ସେଇଟା ତାଙ୍କ ଭିତରେ ତୁଟି ପାରୁନି, ସେ ଜିଦିରେ ଅଟଳ ହେଇକି ରହୁଛନ୍ତି। ତ ଜିନିଷ ଯେଉଁଟାକି ଓକିଲ ଜାଣିପାରୁନାହାନ୍ତି ସତଟା କ'ଣ, କି ତୁଟି ପାରୁନି ସତଟା ଜାଣିଲେ ବି ଓକିଲ କ'ଣ କରିବ ଯଦି ସେମାନେ ଚାହିଁବେନି, ବୁଝିବେନି, କ'ଣ ବି କରିବେ? ତ ସେଇଭଳି ଯେତେବେଳେ ଲିଭିଂ ରିଲେସନସିପ୍ରେ ଆସୁଛି, ସେତେବେଳେ ବି ସେମିତି ସିଏ କହୁଛି ମୁଁ ତାକୁ ପଢ଼ିବାକୁ ଦେଇଥିଲି, ତାକୁ ଡ୍ରେସ୍ ପାଇଁ ଦେଇଥିଲି, ତା ଘର ପାଇଁ ଖର୍ଚ୍ଚ କରିବାକୁ ଦେଇଥିଲି। ଝିଅ ବି କହୁଛି, ପୁଅ ବି କହୁଛି, ମାନେ ଏସବୁ ହେଇକି କ'ଣ ହେଉଛି କହିଲେ, କ୍ରିମିନାଲ୍ କେସ୍ ଆଡ଼କୁ ଯାଉଛି ଘଟଣାଟା। ତେଣୁ ଆଜିର ଯେଉଁ ଯୁବପିଢ଼ି ଏଇ ଯେଉଁ ଟାଇପ୍ର ରିଲେସନସିପ୍ରେ ଯେଉଁମାନେ ରହୁଛନ୍ତି, ଶୁଣନ୍ତୁ, ଯଦି ହେଇଗଲା ଠିକ୍ ଅଛି, ଆମେ ଯେତେବେଳେ ତାହାକୁ ଦେଉଛେ ନିଜର ଭାବିକିରି ଦେଉଛେ, ସାଙ୍ଗ ହେଇକି ରହିବା ବୋଲି ଦେଉଛେ, ସାଙ୍ଗ ହେଇକି କିଛି ଗୋଟେ ଗଢ଼ିବା ବୋଲି ଦେଉଛନ୍ତି, ଯାହା ବି ହେଉ ସେଇଟା ତାର ମୋର ନ ହେଇ ଆମର ହେଇକି ଥାଏ ସେଇ ସମୟରେ। ସେଥିପାଇଁ ଯିଏ ବି ଦେଉ ସେଇଟା ନିଜ ଘର, ନିଜର କାର୍ଯ୍ୟ ଭାବିକି ଯାହାକୁ ଯିଏ ଦେଇଥାନ୍ତି ସମ୍ମାନର ସହିତ। ସେଇଟା ଯେତେବେଳେ ବ୍ରେକଅପ୍ ହେଇଯାଏ, ସେସବୁ ସମ୍ମାନ ଗୁଡ଼ା ତଳେ ପଡ଼ିଯାଏ, ସେଇଟା ମୋର ହେଇକି ପରିଣତ ହେଇଯାଏ। ମୋର କହିବାର କଥା ହେଉଛି, ଯଦି ଆମେ ଗୋଟେ ସମ୍ପର୍କ ଗଢ଼ିଥିଲେ ଯୁଗ ଯୁଗ ପାଇଁ, ଜନ୍ମାନ୍ତର ପାଇଁ, ସେଇଟା ରହିପାରୁନି, ତ ସେଠି ପଇସାର ମୂଲ୍ୟଟା ବି କିଛି ନାହିଁ। ତ ଆମେ ଯଦି ଭାବୁଛୁ ଯେ ମୁଁ ବହୁତ ଆଡ଼ଜଷ୍ଟ କରିସାରିଲିଣି, ଆଉ ଏଇ ଯେଉଁ ସମ୍ପର୍କଟାକୁ ନେଇକି ମୁଁ ଏକ୍ଜିଷ୍ଟ କରିପାରିବିନି, ଠିକ୍ ଅଛି, ଆମ ପାଖେ ସେ ସ୍ୱାଧୀନତା ବି ଅଛି, ସେଇ ସ୍ୱାଧୀନତାକୁ ଆମେ ଉପଲବ୍ଧ କରିପାରିବା। ତ କିନ୍ତୁ ଯଦି ଆପଣ ଭାବୁଛନ୍ତି ଯେ ଏଇ ଲୋକ ମୋ ଲାଇଫ୍ରୁ ଯାଇସାରିଲେ ମୁଁ ଶାନ୍ତିରେ ରହିବି, କି ମୋର କୌଣସି ଦିଗରୁ ଆଉ ନାହିଁ ଯେ ଏ ଲୋକ ସହିତ ରହିଲା ଭଳି କିଛି ବାଟ ମୋତେ ଦେଖାଯାଉନି, ତ ତାହେଲେ ଆମେ ଏଇ ଯେଉଁ ଟଙ୍କା ପଇସା ସୁନା ରୂପା ଏସବୁକୁ ନେଇକିରି ଯିଏ ତ ହେଲେ ଜଣେ ମିଛ କହୁଥିବ, ତେଣୁ ସେ ମିଛର ଆଶ୍ରୟ ଦେବା କ'ଣ ପାଇଁ ନେବା? ତେଣୁ ମୁଁ କହିବା କଥା, ସେଇଟା କାହିଁ ଅନେଷ୍ଟି ମେଣ୍ଟେନ୍ କରୁନାହାନ୍ତି ଆପଣମାନେ, ଯେଉଁଟାକି ଲିଙ୍ଗରିଙ୍ଗ ହେଉଛି, ସେଥିପାଇଁ ବି ବର୍ଷ ସଂଖ୍ୟାରେ ଆହୁରି କେସ୍ ଚାଲୁଛି। ଯଦି ଆପଣଙ୍କର ସେ ଲୋକଟି ହେଇପାରୁନି, ସେ ଲୋକଟି ଆପଣଙ୍କ ଭବିଷ୍ୟତରେ ଆଉ ନାହିଁ, ତାହେଲେ ଆଜିର ଯେଉଁ ବର୍ତ୍ତମାନରେ ଆପଣ କ'ଣ ପାଇଁ ତା ପଇସାଟା ରଖୁଛନ୍ତି, ତା ଟଙ୍କାଟା ରଖୁଛନ୍ତି, ତା ସୁନାଟା ରଖୁଛନ୍ତି? ତାହେଲେ ସେ ଯାହା ବି ହେଉ, ସେ ଅନେଷ୍ଟି ମେଣ୍ଟେନ୍ କରନ୍ତୁ। ସେ ଯଦି ଦେଇଛି ସତରେ, ଆପଣ ଦେଇଦିଅନ୍ତୁ ତାକୁ, ସେଇଟା ତ ଆପଣ ଜାଣିଛନ୍ତି ନା ନିଜେ। ଆଉ ଯଦି ଯେଉଁ ଝିଅମାନେ ଜିଦି କରୁଛ କି ମୋତେ ଏତିକି ଦେଲେ ମୁଁ ଯାଇକିରି ମ୍ୟୁଚୁଆଲ୍ ଡିଭୋର୍ସ କରିବି, କିନ୍ତୁ ସେ ପଇସା କ'ଣ ଆବଶ୍ୟକ ଅଛି? ନିଜ ଉପରେ କନଫିଡେନ୍ସ ବଢ଼ାଅ, ନିଜେ ପାଠ ପଢ଼ିଛ, ନିଜେ କେଉଁଠି କିଛି ଇନକମ୍ କରିବ, ନିଜ ସ୍ୱାଭିମାନରେ ବଞ୍ଚିବ। ଠିକ୍ ଅଛି, ଲଭ୍ ଆମକୁ ପ୍ରୋଭାଇଡ଼୍ କରୁଛି କିଛି ଦେବା ପାଇଁ, ଯାହା ଅର୍ଡ଼ର ହେଉଛି ହେଇଯାଉ। ଆମେ କାହିଁକି ଏଇସବୁ ଜିନିଷଟାକୁ ଗଣ୍ଠି ପକାଇକି ରଖିକିରି ଆହୁରି କିଛି ଦିନ ନିଜର ସମୟକୁ ବର୍ବାଦ କରିବା? ସେଥିପାଇଁ ଏସବୁ ଡିସ୍ପ୍ୟୁଟ୍ ଭିତରେ ଯେଉଁମାନେ ଅଛନ୍ତି, ମୁଁ ଭାବୁଛି ବୋଧହୁଏ ଏ ଜିନିଷକୁ ଆମେ ଏମିତି ଯଦି ସୁଧାରି ଦେବା, ହୁଏତ ସେଇ ଯେଉଁ ଆଉ ବର୍ଷେ, 2 ବର୍ଷ, 5 ବର୍ଷ ଯେଉଁଟା ନଷ୍ଟ ହେଉଛି, ସେଇଟା ବଞ୍ଚିଯାଆନ୍ତା। ଆପଣ ରହିପାରୁନାହାନ୍ତି, ଆପଣ ସବୁ ଦିଗରୁ ଭାବୁଛନ୍ତି ଏ ଲୋକ ସହିତ ମୁଁ ଏକ୍ଜିଷ୍ଟ କରିପାରିବିନି, ତେଣୁ ସତ୍ୟର ଆଶ୍ରୟ ନିଅନ୍ତୁ, ଆଉ କେସ୍କୁ ସତ୍ୟର ହିସାବରେ ସମାଧାନ କରିଦିଅନ୍ତୁ। ରହୁଛି, ନମସ୍କାର।